ଅମ୍ଳ ଓ କ୍ଷାର ଏଗୁଡ଼ିକ କ'ଣ? ଏଗୁଡ଼ିକ ଆମେ ଚିହ୍ନିବା କିପରି? ତେବେ ଏସବୁକୁ ଚିହ୍ନିବା ପାଇଁ ଜଣେ ବୈଜ୍ଞାନିକ ଯାହାଙ୍କର ନାମ ଥିଲା S.A. ଆରେନିୟସ୍ ସେ ଏକ ମତ ଦେଇଥିଲେ। ତେବେ ଚାଲ ଆରେନିୟସ୍ଙ୍କ ମତ ଅନୁସାରେ ଅମ୍ଳ ଓ କ୍ଷାରର ପରିଭାଷା ଜାଣିବା। ତେବେ ଏଇଠି ଲକ୍ଷ୍ୟ କର ଯେ ଆରେନିୟସ୍ଙ୍କ ମତ ଅନୁସାରେ ଅମ୍ଳ କ'ଣ? ଅମ୍ଳ ହେଉଛି ଯେତେବେଳେ ଜଳୀୟ ଦ୍ରବଣରେ H+ ଆୟନର ବା ପ୍ରୋଟନର ଗାଢ଼ତା ବୃଦ୍ଧି କରେ ଅମ୍ଳ। ଠିକ୍ ସେହିପରି ଭାବରେ କ୍ଷାର ଯାହାକି ଜଳୀୟ ଦ୍ରବଣରେ OH- ଆୟନର ଗାଢ଼ତାକୁ ବୃଦ୍ଧି କରେ। ଏହାର ଅର୍ଥ କ'ଣ? ନା ଯେତେବେଳେ ଆମେ ଏକ ଅମ୍ଳକୁ ଜଳରେ ପକାଇବା ସେତେବେଳେ ଏହି ଅମ୍ଳରୁ H+ ଆୟନ ସୃଷ୍ଟି ହୋଇଥାଏ ଏବଂ ଏହି H+ ଆୟନ ଜଳର ସବୁ କୋଣ ଅନୁକୋଣରେ ପହଞ୍ଚିଥାଏ ଏବଂ ଜଳରେ H+ ଆୟନର ଗାଢ଼ତା ବୃଦ୍ଧି କରେ। ଠିକ୍ ସେହିପରି କ୍ଷାର ଜଳରେ OH- ଆୟନର ଗାଢ଼ତା ବୃଦ୍ଧି କରେ। ତେବେ ଚାଲ ଏହାକୁ ଆମେ ଏକ ଉଦାହରଣ ସାହାଯ୍ୟରେ ବୁଝିବା ପାଇଁ ଚେଷ୍ଟା କରିବା। ଠିକ୍ ଅଛି, ତେବେ ପ୍ରଥମ ଉଦାହରଣଟିକୁ ଲକ୍ଷ୍ୟ କର। ଯେତେବେଳେ ମୁଁ aqueous solution of HCl ମାନେ କ'ଣ? HCl ର ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ର ଜଳୀୟ ଦ୍ରବଣ ନେଉଛି। AQର ଅର୍ଥ ହେଉଛି aqueous, ଯାହାର ଅର୍ଥ ଜଳୀୟ ଦ୍ରବଣ। ଯେତେବେଳେ HClକୁ ମୁଁ ପାଣିରେ ପକାଉଛି ଏହା H+ ଆୟନ ସୃଷ୍ଟି କରୁଛି ଏବଂ Cl- ଆୟନ ସୃଷ୍ଟି କରୁଛି। ଠିକ୍ ଅଛି, ତେବେ ପୁନଶ୍ଚ କ'ଣ ହୁଏ ନା ଏହି H+ ଆୟନଟି ଜଳ ସହିତ ମିଶି H3O+ ଆୟନ ସୃଷ୍ଟି କରେ। ତେଣୁ ବାସ୍ତବିକ ସମୀକରଣଟି କିଛି ଏହିପରି ଦେଖାଯାଇଥାଏ। ଯେତେବେଳେ HClକୁ ଆମେ ଜଳରେ ପକାଇଥାନ୍ତି ତାହା H3O+ ଆୟନ ଏବଂ କ୍ଲୋରିନ୍ ମାଇନସ୍ ବା କ୍ଲୋରାଇଡ୍ ଆୟନ ସୃଷ୍ଟି କରିଥାଏ ଏବଂ ଏହି H3O+ ଆୟନକୁ ଆମେ ହାଇଡ୍ରୋନିୟମ ଆୟନ ବୋଲି କହିଥାନ୍ତି ଏବଂ ଏହି HCl ସମ୍ପୂର୍ଣ୍ଣ ଭାବରେ ଜଳ ମଧ୍ୟରେ ଭାଙ୍ଗି ଯାଇଥାଏ ବା ବିଚ୍ଛିନ୍ନ ହୋଇଯାଇଥାଏ। ତେଣୁ ଆମେ ଏଇଠି HClକୁ ଏକ ସବଳ ଅମ୍ଳ ବୋଲି କହିଥାନ୍ତି। ତେବେ ଏଠି ଆମେ କ'ଣ ଜାଣିଲେ ନା ଅମ୍ଳକୁ ଯେତେବେଳେ ଆମେ ପାଣିରେ ପକାନ୍ତି ତାହା H+ ଆୟନ ସୃଷ୍ଟି କରିଥାଏ ଏବଂ ଏହି H+ ଆୟନ ପୁନଶ୍ଚ ଜଳ ସହିତ ମିଶି H3O+ ଆୟନ ବା ହାଇଡ୍ରୋନିୟମ ଆୟନ ସୃଷ୍ଟି କରିଥାଏ। ଏଠାରେ H+ ଆୟନର ଅର୍ଥ ଯାହା H3O+ ଆୟନର ଅର୍ଥ ମଧ୍ୟ ସେଇଆ। ଠିକ୍ ଅଛି, ତେବେ ଅମ୍ଳ କ'ଣ ଆରେନିୟସ୍ଙ୍କ ମତ ଅନୁସାରେ ଆମେ ଜାଣିଲେ। ତେବେ କ୍ଷାରକୁ ବୁଝିବା ପାଇଁ ଚେଷ୍ଟା କରିବା। ତେବେ କ୍ଷାର ମଧ୍ୟ ଜଳୀୟ ଦ୍ରବଣରେ OH- ଆୟନର ଗାଢ଼ତାକୁ ବୃଦ୍ଧି କରେ। ଅର୍ଥାତ୍ ମୁଁ ଏକ ଉଦାହରଣ ନେଉଛି ଯାହାକି NaOH aqueous solutionରେ ମାନେ ଜଳରେ ଦ୍ରବଣୀୟ ସୋଡିୟମ ହାଇଡ୍ରୋକ୍ସାଇଡ୍। ସୋଡିୟମ ହାଇଡ୍ରୋକ୍ସାଇଡ୍ଟି କିଛି ଏହିପରି ଦେଖାଯାଇଥାଏ। Na+O ଏମିତି ହାଇଡ୍ରୋଜେନ ସହିତ ଯୋଡ଼ି ହୋଇକି ରହିଥାଏ ଏବଂ ସୋଡିୟମ ତାର ଗୋଟେ ଇଲେକ୍ଟ୍ରନ୍ ଅକ୍ସିଜେନକୁ ଦେଇଥାଏ, ଯାହାଫଳରେ ଅକ୍ସିଜେନ ଉପରେ ଗୋଟେ ନେଗେଟିଭ ଚାର୍ଜ ଥାଏ। ସୋଡିୟମ ହାଇଡ୍ରୋକ୍ସାଇଡ୍ ଆୟନିକ ବନ୍ଧ ଦ୍ୱାରା ବାନ୍ଧି ହୋଇ କିଛି ଏମିତି ଦେଖାଯାଇଥାନ୍ତି। ତେବେ ଏହି ସୋଡିୟମ ହାଇଡ୍ରୋକ୍ସାଇଡ୍କୁ ଯେତେବେଳେ ଆମେ ଜଳରେ ପକାଇଥାନ୍ତି ତାହା କିଛି ଏହିପରି ଭାଙ୍ଗି Na+ ଏବଂ OH- ଆୟନରେ ପରିଣତ ହୋଇଥାଏ ଏବଂ ଆମେ ଦେଖିଲେ ଯେତେବେଳେ ଗୋଟେ କ୍ଷାରକୁ ଆମେ ଜଳରେ ପକାନ୍ତି ତାହା OH- ଆୟନ ଦେଇଥାଏ। ଏହାର ଅର୍ଥ ଅମ୍ଳ ଜଳୀୟ ଦ୍ରବଣରେ H+ ଆୟନ ପ୍ରଦାନ କରେ, କ୍ଷାର ଜଳୀୟ ଦ୍ରବଣରେ OH- ଆୟନ ପ୍ରଦାନ କରେ। ଠିକ୍ ଅଛି, ଏହା ହେଉଛି ଆରେନିୟସ୍ଙ୍କ ମତ। ତେବେ ଏମିତି ମଧ୍ୟ କିଛି ଅମ୍ଳ ଅଛି ଯେଉଁଥିରେ ହାଇଡ୍ରୋଜେନ କି OH- ଆୟନ ନଥାଏ। ତେଣୁ ତାକୁ ଆମେ କିପରି ଜାଣିବା? ତାକୁ ଜାଣିବା ପାଇଁ ଅନ୍ୟାନ୍ୟ ବୈଜ୍ଞାନିକ ଯେମିତିକି ବ୍ରନଷ୍ଟେଡ୍ ଏବଂ ଲୋରି ଏବଂ ଲୁଇସ୍ ବୋଲି ଅନ୍ୟ ଜଣେ ବୈଜ୍ଞାନିକ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଆମେ ଉଚ୍ଚତମ କ୍ଲାସକୁ ଗଲେ ସେ ବିଷୟରେ ଆଲୋଚନା କରିବା। ଠିକ୍ ଅଛି।